ओडिशा निजुक्तिर समस्तଙ୍କୁ स्वागत। ଏହି ଚ୍ୟାନେଲରେ ପ୍ରତିଦିନ ନିଯୁକ୍ତି ଖବର ବିଷୟରେ ଦେଖିପାରିବେ। ତେଣୁ ଚ୍ୟାନେଲକୁ ଏବେ ସବସ୍କ୍ରାଇବ କରନ୍ତୁ। ତେବେ ଚାଲନ୍ତୁ ଜାଣିବା ଆଜିକା ନିଯୁକ୍ତି ଖବର ବିଷୟରେ। ଯେମିତିକି ଦେଖିପାରୁଥିବେ ଆର୍ଆର୍ବି ଏଏଲ୍ପି ରିକ୍ରୁଟମେଣ୍ଟ 2024 ଆସିଯାଇଛି। ଅର୍ଗାନାଇଜେସନ ନେମ୍ ରେଲୱେ ରିକ୍ରୁଟମେଣ୍ଟ ବୋର୍ଡ ବା ଆର୍ଆର୍ବି ରହିଛି। ଟାଇପ ଅଫ୍ ଜବ୍ ରେଗୁଲାର ବେସିସ୍ ରହିଛି। କ୍ୟାଟେଗୋରୀ ସେଣ୍ଟ୍ରାଲ ଗଭର୍ଣ୍ଣମେଣ୍ଟ ଜବ୍ ବା ରେଲୱେ ଜବ୍ ରହିଛି। ନେମ୍ ଅଫ୍ ଦି ପୋଷ୍ଟ ଆସିଷ୍ଟାଣ୍ଟ ଲୋକ ପାଇଲଟ ରହିଛି। ଟୋଟାଲ ପୋଷ୍ଟ ଏଥିରେ 11,637ଟି ପୋଷ୍ଟ ରହିଛି। ଆପ୍ଲିକେସନ ମୋଡ୍ ଅନଲାଇନ ରହିଛି। ଏହା ଅଲ୍ ଇଣ୍ଡିଆ କ୍ୟାଣ୍ଡିଡେଟ୍ ଆପ୍ଲାଏ କରିପାରିବେ। ପ୍ଲେସ୍ ଅଫ୍ ପୋଷ୍ଟିଂ ଇଣ୍ଡିଆରେ ରହିଛି। ଲାଷ୍ଟ ଡେଟ୍ 14 ଜୁନ୍ 2024 ରହିଛି। ଜେଣ୍ଡରରେ ବୋଥ୍ ମେଲ୍ ଆଣ୍ଡ ଫିମେଲ୍ ଏହାକୁ ଆବେଦନ କରିପାରିବେ। ଏଜୁକେସନ କ୍ୱାଲିଫିକେସନ ଦେଖିବାକୁ ଗଲେ ଏଥିରେ ଆପଣଙ୍କର ଦଶମ ସହିତ ଆଇଟି କିମ୍ବା 3 ବର୍ଷ ଡିପ୍ଲୋମା କୋର୍ସ ରହିଛି। ଆପଣଙ୍କର କୋର୍ସରେ ମେକାନିକାଲ, ଇଲେକ୍ଟ୍ରିକାଲ ଏବଂ ଇଲେକ୍ଟ୍ରୋନିକ୍ସ ରହିଛି। ଭ୍ୟାକାନ୍ସି ଡିଟେଲ୍ସ ଦେଖିବାକୁ ଗଲେ ସେଣ୍ଟ୍ରାଲ ରେଲୱେରେ 1400ଟି ପୋଷ୍ଟ ରହିଛି। ଇଷ୍ଟ ସେଣ୍ଟ୍ରାଲ ରେଲୱେରେ 700ଟି ପୋଷ୍ଟ ରହିଛି। ଇଷ୍ଟ କୋଷ୍ଟ ରେଲୱେରେ 1625ଟି ପୋଷ୍ଟ ରହିଛି ଏବଂ ଇଷ୍ଟର୍ଣ୍ଣ ରେଲୱେରେ 608ଟି ପୋଷ୍ଟ ଏବଂ ନର୍ଥ ସେଣ୍ଟ୍ରାଲ ରେଲୱେରେ 53ଟି ପୋଷ୍ଟ ରହିଛି। ନର୍ଥ ଇଷ୍ଟର୍ଣ୍ଣ ରେଲୱେରେ 105ଟି ପୋଷ୍ଟ ରହିଛି। ନର୍ଥ ଇଷ୍ଟ ଫ୍ରଣ୍ଟିୟର ରେଲୱେରେ 1276ଟି ପୋଷ୍ଟ ରହିଛି। ନର୍ଥର୍ନ ରେଲୱେରେ 740ଟି ପୋଷ୍ଟ ରହିଛି। ନର୍ଥ ୱେଷ୍ଟର୍ଣ୍ଣ ରେଲୱେରେ 600ଟି ପୋଷ୍ଟ ରହିଛି। ସାଉଥ ସେଣ୍ଟ୍ରାଲ ରେଲୱେରେ 674ଟି ପୋଷ୍ଟ ରହିଛି। ସାଉଥ ଇଷ୍ଟ ସେଣ୍ଟ୍ରାଲ ରେଲୱେରେ 300ଟି ପୋଷ୍ଟ ରହିଛି। ସାଉଥ ଇଷ୍ଟର୍ଣ୍ଣ ରେଲୱେରେ 1531ଟି ପୋଷ୍ଟ ରହିଛି। ସାଉଥର୍ନ ରେଲୱେରେ 250ଟି ପୋଷ୍ଟ ରହିଛି। ସାଉଥ ୱେଷ୍ଟର୍ଣ୍ଣ ରେଲୱେରେ 200ଟି ପୋଷ୍ଟ ରହିଛି। ୱେଷ୍ଟ ସେଣ୍ଟ୍ରାଲ ରେଲୱେରେ 541ଟି ପୋଷ୍ଟ ରହିଛି। ୱେଷ୍ଟର୍ଣ୍ଣ ରେଲୱେରେ 214ଟି ପୋଷ୍ଟ ରହିଛି ଏବଂ ଚିତ୍ତରଞ୍ଜନ ଲୋକୋମୋଟିଭ ୱାର୍କସରେ ବା CLWରେ 6ଟି ପୋଷ୍ଟ ରହିଛି। ତେବେ ଟୋଟାଲ ଆପଣଙ୍କର 11,637ଟି ପୋଷ୍ଟ ରହିଛି। ଏଜ୍ ଲିମିଟ୍ ଦେଖିବାକୁ ଗଲେ ମିନିମମ୍ ଏଜ୍ ଆପଣଙ୍କର 18 ବର୍ଷ ରହିଛି। ମ୍ୟାକ୍ସିମମ୍ ଏଜ୍ 30 ବର୍ଷ। ଏଜ୍ ରିଲାକ୍ସେସନ ମଧ୍ୟ ଏଥିରେ ରହିଛି। ଓବିସି ଷ୍ଟୁଡେଣ୍ଟ ମାନଙ୍କର 3 ବର୍ଷ ରହିଛି। ST SC PWD ମାନଙ୍କର 5 ବର୍ଷ ରହିଛି। ଏକ୍ସ ସର୍ଭିସମ୍ୟାନ ମାନଙ୍କର 5 ବର୍ଷ ରହିଛି ଏବଂ PWD ପ୍ଲସ SC ST ମାନଙ୍କର 15 ବର୍ଷ ରହିଛି। ସାଲାରୀ ଦେଖିବାକୁ ଗଲେ 19,900 ପର ମନ୍ଥ ରହିଛି। ସିଲେକ୍ସନ ପ୍ରୋସେସ ଦେଖିବାକୁ ଗଲେ CBT 1 ରହିଛି, CBT 2 ରହିଛି। କମ୍ପ୍ୟୁଟର ବେସ୍ ଆପ୍ଟିଟ୍ୟୁଡ ଟେଷ୍ଟ ଓନ୍ଲି ଫର ALP ରହିଛି। ଡକୁମେଣ୍ଟ ଭେରିଫିକେସନ ରହିଛି। ତାପରେ ମେଡିକାଲ ଆପଣଙ୍କର ଏକ୍ସାମିନେସନ ରହିଛି। CBT 1 एग्जाम पैटर्न देखा गले टाइप ऑफ क्वेश्चन MCQ रही। टोटाल क्वेश्चन 75 रही। टोटाल मार्क 75 रही। टाइम ड्यूरेशन 60 मिनट रही। सब्जेक्ट रे आपनकर मैथ, रीजनिंग, जनरल साइंस एवं जनरल अवेयरनेस रही। नेगेटिव मार्किंग 1/3 फॉर ईच रॉन्ग आंसर रही। CBT 2 एग्जाम पैटर्न देखा गले पार्ट ए रे 100टी क्वेश्चन रही एवं 900 मिनट रही। सहित पार्ट बी रे 75टी क्वेश्चन रही सहित 60 मिनट रही। टोटाल 175टी क्वेश्चन रही एवं 2 घंटा 30 मिनट रे। तापर आपनकर कंप्यूटर बेस एप्टीट्यूड टेस्ट रही एवं मिनिमम टी स्कोर 42 रिक्वायर्ड इन ईच टेस्ट रे रही। एप्लिकेशन फी देखिबो गले जनरल कैंडिडेट मानकर 500 टका रही। PWD मानकर 500 टका रही। ओबीसी मानकर 500 टका रही। PAT फीमेल कैंडिडेट मानकर 250 टका रही एवं SC ST मानकर 250 टका रही। डॉक्यूमेंट देखिबा गले आपनकर क्वालिफिकेशन सर्टिफिकेट रही जहाँकि आपनकर 10th एवं आपनकर ITI बा डिप्लोमा सर्टिफिकेट। तापर आपनकर सिग्नेचर रही, कास्ट सर्टिफिकेट रही, आधार कार्ड रही, रेजिडेंस सर्टिफिकेट रही एवं फोटो आपनकर रही। एप्लाई स्टार्ट डेट 15 मे 2026 रु स्टार्ट हो एवं एप्लाई लास्ट डेट 14 जून 2026 रही।